ପାଞ୍ଚ ପର୍ବ ତାର 41 ପଦ, ମାଥ୍ୟୁ 5 ପର୍ବର 41 ପଦ, ସେଠି ଯୀଶୁ ଏ ପ୍ରକାର କହନ୍ତି, ପୁଣି ଯେ କେହି ତୁମ୍ଭକୁ 41 ପଦ ଦେଖନ୍ତୁ, ସେ ତୁମ୍ଭମାନଙ୍କୁ ଯେ ତୁମ୍ଭମାନଙ୍କୁ ପଢନ୍ତୁନି ଆଉ ମତେ ଦେଖାଯାଉନି ଦୁଶ୍ମନ ଆଜ୍ଞା। ପୁଣି ଯେ କେହି ତୁମ୍ଭକୁ କୋଷେ ଯିବା ପାଇଁ ବାଧ୍ୟ କରେ, ତାହା ସଙ୍ଗରେ 2 କୋଷ ଯାଅ। ହଁ, ଆଉ ଥରେ ପଢନ୍ତୁ ଟିକେ। ପୁଣି ଯେ କେହି ତୁମକୁ କୋଷେ ଯିବା ପାଇଁ ବାଧ୍ୟ କରେ, ତାହା ସଙ୍ଗରେ 2 କୋଷ ଯାଅ। ହଁ, ଏଥର ଠିକ ହେଲା। ଯେ କେହି ତୁମକୁ କୋଷେ ଯିବା ପାଇଁ ବାଧ୍ୟ କରେ, ତାହା ସାଙ୍ଗରେ 2 କୋଷ ଯାଅ। ଏହା ଆଜି ଆମେ ଆଲୋଚନା କରିବା ସବିଶେଷ। ଏଇଟା ହଉଛି ଏ ମାଥ୍ୟୁ 5 ପର୍ବର 41 ପଦ ହଉଛି ଯୀଶୁଙ୍କ ପାର୍ବତ୍ୟ ଉପଦେଶର ଗୋଟେ ଅଂଶ। ଆଉ ଆମେ ଯଦି ଦେଖୁ ତାର ପୃଷ୍ଠଭୂମି ଯଦି ଦେଖିବା, ମାଥ୍ୟୁ 5 ପର୍ବର 38 ରୁ 42 ପଦ ପର୍ଯ୍ୟନ୍ତ ଯୀଶୁ ସେ ଆପଣ ଦେଖିବେ ଯଦି ସେଠି ଦେଖନ୍ତୁ ଲେଖା ହେଇଛି ଗୋଟେ ଶବ୍ଦ ବାରମ୍ବାର ଅଛି। କିଏ ଦେଖିକି କହିବେ କି କଣ ସେଟା? ରିପିଟେଡଲି ଗୋଟେ ଶବ୍ଦ ଅଛି, କୋଷେ ଯାଅ। ନାଇଁ, 38 ରୁ 42 ଭିତରେ ଗୋଟିଏ ପଦ ଦେଖନ୍ତୁ ବାରମ୍ବାର ଲେଖା ହେଇଛି। ଜାଣିପାରିଲେ? ତୁମକୁ ମାଗେ ଯେ ଆଉ ସିଏ ମାନେ ତାହାକୁ କରନ୍ତି। ଯେ କେହି ବା ଯେ ବୋଲି ଲେଖା ହେଇଛି, ଆଉ ତାପରେ ତାହାକୁ ଦେଖନ୍ତୁ, ହଁ ସେଠି ଲେଖା ହେଇଛି 38 ପଦ ଦେଖନ୍ତୁ, ଯେ କେହି, ତାପରେ କୁହା ହଉଛି କଣ, ତାହାକୁ। 39 ପଦ ଦେଖନ୍ତୁ, 39 ପଦରେ ବି 39 ଦେଖିଲେ ସେଟା 40 ଦେଖନ୍ତୁ, ଯଦି କେହି, ତାପରେ ଲେଖା ହେଇଛି 40 ପଦରେ ଯଦି ଦେଖିବେ 41 ପଦରେ ଲେଖା ହେଇଛି ଯେ କେହି। ଦେଖନ୍ତୁ ଏସବୁ ଗୁଡାକ ଯେ କେହି ଲେଖା ହେଇଛି, ଏତିକି ପଦରେ ହିଁ ଅଛି ଏଇ 38 ରୁ 42ରେ। ଏଇଠି ଯୀଶୁ କହିବା ପାଇଁ ଚାହାନ୍ତି, ମାନେ ସେ ଯୀଶୁଙ୍କର ଉଦ୍ଦେଶ୍ୟ ହେଉଛି କଣ, ଯେ ହାଉ ଟୁ, ଏଇଠି ଗୋଟେ ଓଡୁଆ କଥା ଗୁଡାକ ଲେଖା ହେଇଛି 38ରେ। ଗାଲରେ ଗୋଟେ ଚାପଣା ମାରିଦେଲା, ଗୋଟେ ଗାଲ ଦେଖେଇ ଦିଅ, ଦେଖୁଛନ୍ତି ସେଟା ଲେଖା ହେଇଛି। ଆଉ କିଏ ଯଦି ତମର ଅଙ୍ଗରେଖା ନେବା ପାଇଁ ଇଚ୍ଛା କରୁଛି, ତାହାକୁ ତୁମର ଚାଦର ମଧ୍ୟ ଦେଇଦିଅ ବୋଲି ଲେଖା ହଉଛି। ତାପରେ କୁହାହଉଛି କେହି ଯଦି ତୁମକୁ କୋଷେ ଯିବାକୁ ବାଧ୍ୟ କରୁଛି, ତା ସହିତ 2 କୋଷ ଯାଅ ବୋଲି ଲେଖା ହଉଛି। ଆଉ ଯିଏ ତୁମକୁ ମାଗେ ତାହାକୁ ଦିଅ, ଆଉ ଯିଏ ଋଣ ତୁମଠାରୁ ନେବା ପାଇଁ ଇଚ୍ଛା କରେ ତୁମେ ବିମୁଖ ହୁଅ ନାହିଁ। ଏଇଠି ଯୀଶୁ ଗୋଟେ ବିଷୟ କହୁଛନ୍ତି, ହାଉ ଟୁ ରେସ୍ପଣ୍ଡ ଟୁ ଦ ଅନଫେୟାର ଟ୍ରିଟମେଣ୍ଟସ। ମାନେ ଗୋଟେ ଆପଣଙ୍କ ପ୍ରତି ଗୋଟେ ଅନ୍ୟାୟ ହେଉଛି, ଆଉ ସେ ଅନ୍ୟାୟ ଭିତରେ ଆପଣ କି ପ୍ରକାର ତାର ପ୍ରତ୍ୟୁତ୍ତର ଦେବେ, ତା ବିଷୟରେ ଯୀଶୁ ଶିକ୍ଷା ଦଉଛନ୍ତି। କିନ୍ତୁ ସେଇ କଣ୍ଟେକ୍ସଟରେ ଆମେ ଆଜି ଦେଖିବା 41 ପଦକୁ। ଆଉ ସେ 41 ପଦର ସେଇଠି ଗୋଟେ ହଉଛି, ଜଣେ ଆପଣଙ୍କୁ କୋଷେ ଯିବା ପାଇଁ କହୁଛି, ତାହେଲେ ଯୀଶୁ କହୁଛନ୍ତି ତା ସାଙ୍ଗରେ 2 କୋଷ ଯା। ତେଣୁ ଆଜି ଯୋଉ ପ୍ରସଙ୍ଗ ମୁଁ ରଖିଛି, ଗୋଇଂ ଏକ୍ସଟ୍ରା ମାଇଲ। ଗୋଇଂ ଏକ୍ସଟ୍ରା ମାଇଲ, ଆମେ ଅଧିକ କୋଷ ଯିବା ବିଷୟ କଣ, ସେଇଟା ଆମେ ତାର କଣ୍ଟେକ୍ସଟକୁ ବୁଝିବା ପାଇଁ ଯଦି ଆମେ ଚେଷ୍ଟା କରୁ, ଯେ କାହିଁକି ଏଇ ସମୟରେ ଯୀଶୁ ଏ ପ୍ରକାର ଗୋଟେ ଶିକ୍ଷା ଦଉଛନ୍ତି ଏଇ କଣ୍ଟେକ୍ସଟରେ। ଆମେ ଯଦି ଦେଖୁ, ସେଇ ସମୟରେ ଯୀଶୁଙ୍କର ସମୟରେ, ସେ ରୋମିଓ ଶାସନ ସମୟରେ ଗୋଟେ ନିୟମ ଥିଲା, ଗୋଟେ ଲିଗାଲ ଅଥରିଟି ଥିଲା ସୋଲଜର୍ସ ମାନଙ୍କୁ, ସୈନ୍ୟ ମାନଙ୍କୁ, ଯେ ସେମାନେ ଯାହାକୁ ବି ପାଇବେ ରାସ୍ତାରେ, ସେମାନେ ତାଙ୍କର ଯୋଉ ବୋଝ ସେମାନେ ବୋହିକି ଯାଉଥିଲେ, ତାଙ୍କର ଅସ୍ତ୍ରଶସ୍ତ୍ର ହଉ ବା ଏନି ଇକ୍ୟୁପମେଣ୍ଟସ ଯାହା ସେମାନେ ବୋହିକି ଯାଉଥିଲେ, ସେମାନେ ଯାହାକୁ ରାସ୍ତାରେ ଦେଖିବେ ତାହାକୁ ସେମାନେ ସେଇଟା ବୋହିବା ପାଇଁ କହିବେ, ମାନେ ବାଧ୍ୟ କରିବେ। ଆଉ ସେମାନେ ଯେତେବେଳେ ବାଧ୍ୟ କରୁଛନ୍ତି, ବାଧ୍ୟ କରିକି 1 କୋଷ 1 ମାଇଲ ସେମାନଙ୍କୁ ଚାଲିବାକୁ କୁହାହବ ବୋହିକି। ଆଉ ସେଇଟାକୁ କିଏ ମନା କରିପାରିବେନି, ବିକଜ ଇଟ୍ସ ଏ ଲ, ଯେହେତୁ ଏଇଟା ଗୋଟେ ନିୟମ ହେଇଯାଇଥିଲା।
ସେମାନେ ଯାହାକୁ ବି କହିବେ ସେ ସେଟାକୁ ବୋହିକି ଯିବାକୁ ବାଧ୍ୟ, ସେ ମନା କରିପାରିବ ନାହିଁ। ଆଉ ଏଇଟା ରୋମିଓ ଶାସକ ସମୟରେ ବାଧ୍ୟ କରାଯାଉଥିଲା ସୈନ୍ୟମାନଙ୍କ ଦ୍ୱାରା। ଆଉ ସୈନ୍ୟମାନେ ଯାହାକୁ ଇଚ୍ଛା କରିବେ ତାହାକୁ ଡାକିବେ, କେହି ମନା କରିପାରିବେ ନାହିଁ। ଆପଣ ଦେଖିଥିବେ ସେ ଏଇଠି ଆପଣ ଯଦି ଦେଖିପାରିବେ ସେ ରେଫରେନ୍ସଟା ଅଛି ନା ମାଥ୍ୟୁ 27:32 କି ପଢିଦେବେ କି ମାଥ୍ୟୁର 27:32। ସେମାନେ ବାହାରିବା ସମୟରେ ସିମୋନ ନାମକ ଜଣେ କୁରୁଣୀୟ ଲୋକକୁ ଦେଖି ଯୀଶୁଙ୍କ କ୍ରୁଶ ବୋହିବା ପାଇଁ ତାହାକୁ ବାଧ୍ୟ କଲେ। ଦେଖୁଛନ୍ତି ନା ଯୀଶୁ ସେ ଯଦି ମାର୍କ ତାର 15 ତାର 21 ଦେଖନ୍ତି ତାହେଲେ ସିଏ ତାଙ୍କ ଘରକୁ ଯିବାକୁ ସେ ବାହାରିଥିଲେ, ଆଉ ତାଙ୍କ ବାଟରେ ସେ ଯାଉଥିଲେ ଆଉ ତାଙ୍କୁ ବୋହି ଦେଇଛନ୍ତି କ୍ରୁଶ, ମାନେ ବାଧ୍ୟ କରୁଥିଲେ। ସେମାନେ ତାଙ୍କର ଲିଗାଲ ଅଥରିଟି ଥିଲା ସୈନ୍ୟ ମାନଙ୍କର, ସେମାନେ ଯାହାକୁ ଯେତେବେଳେ ଡାକିବେ ସେତେବେଳେ ସେ ଯିବାକୁ ବାଧ୍ୟ। ମାନେ ଯେକୌଣସି ପରିସ୍ଥିତିରେ ଆପଣ ମନା କରିପାରିବେନି, ୟୁ ହାଭ ନୋ ଏକ୍ସକ୍ୟୁଜେସ୍। ଆପଣ କହିପାରିବେନି କି ନାଇଁ ମୁଁ ଟିକେ କାମ ଅଛି ଆଉ ମୁଁ ଯାଇକି ଆସିବି, କି ମୋ ମା ସିରିୟସ୍ ଅଛି, ମୋ ବାପା ସିରିୟସ୍ ଅଛି, ମୋ ବାପା ମେଡିକାଲରେ ଅଛନ୍ତି କି ମା ମେଡିକାଲରେ ଅଛନ୍ତି, ତେଣୁ ମତେ ଟିକେ ଛାଡ଼ିଦିଅ। ନାହିଁ, ସେମାନେ କିଛି ଶୁଣିବେ ଆପଣଙ୍କ କଥା, କିଛି ଶୁଣିବେ ନାହିଁ। ଆପଣ ଯେକୌଣସି ସେ ଯଦି ଆପଣଙ୍କୁ ଆଦେଶ ଦେଲେ ତାହେଲେ ଆପଣ କରିବାକୁ ବାଧ୍ୟ, ଆପଣ ଆଉ ବାହାନା ଖୋଜି ପାରିବେ ନାହିଁ। ଆଉ ଆପଣଙ୍କୁ ଗୋଟିଏ କୋଷ ବୋହିକି ଯେମିତି ହେଲେ ଯିବାର ଅଛି। ଆଉ ସେଇ ସମୟରେ କୁହାଯାଏ ସୈନ୍ୟମାନେ ପ୍ରାୟତଃ 40 କେଜି ଓଜନ ସେମାନେ ବୋହିକି ଚାଲୁଥାନ୍ତି। ଇଟ୍ ୱାଜ ଭେରି ହେଭି, ଓଜନିଆ ଜିନିଷ, ତେଣୁ ଏଇଟା ସହଜ କାମ ବି ନୁହଁ। ପ୍ରଥମ କଥା ହଉଛି ସେମାନେ ବାଧ୍ୟ କରୁଛନ୍ତି, ଦ୍ୱିତୀୟ କଥା ହଉଛି ଏଇଟା ସହଜ ବିଷୟ ନୁହଁ, ଏଇଟାକୁ ବୋହିକି ଗୋଟିଏ ମାଇଲ ଚାଲିବା। ଦ୍ୱିତୀୟ ବିଷୟ ହଉଛି ଆପଣ କୋଉ ପରିସ୍ଥିତିରେ ଥିବେ, କୋଉ ସିଚୁଏସନରେ ଥିବେ ସେମାନେ ବୁଝିବେ ନାହିଁ, ଆଉ ଆପଣଙ୍କୁ ବାଧ୍ୟ କରିବେ। ଯେହେତୁ ଏଟା ଗୋଟେ ଲ ଆଉ ଗୋଟେ ଲିଗାଲ ଏକ୍ସପେକ୍ଟେସନ, ତେଣୁ ଆପଣ ମନା କରିପାରିବେ ନାହିଁ। ଏଇଭଳିଆ ପରିସ୍ଥିତି ସେତେବେଳେ ଥିଲା। ଆଉ ସେ ଯିହୁଦୀ ଲୋକମାନେ ଯେହେତୁ ଏଇଟା ଗୋଟେ ମାନେ ସେମାନଙ୍କର ପାଇଁ ଗୋଟେ ଅପମାନଜନକ ବିଷୟ ଥିଲା ଯିହୁଦୀ ମାନଙ୍କର ପାଇଁ, ଆଉ ସେମାନଙ୍କର ପାଇଁ ଏଇଟା ଗୋଟେ ଅନ୍ୟାୟର ବିଷୟ ଥିଲା, ଆଉ ଏଇଟା ଗୋଟେ ଶୋଷଣର ବିଷୟ ଥିଲା, ଏକ୍ସପ୍ଲୋଇଟେସନ ଥିଲା। ଆଉ ଏଇଟା ଗୋଟେ ସେମାନଙ୍କର ପାୱାରର ସେମାନେ ଭୁଲ ବ୍ୟବହାର କରୁଥିଲେ, ଗୋଟେ ଏବ୍ୟୁଜ ଅଫ ପାୱାର ଥିଲା ସେମାନଙ୍କର। ଏଇଟା ମଧ୍ୟ ଗୋଟେ ଦଳିତ କରିଦେବା, ଦମନ କରିଦେବା, ଗୋଟେ ଅପରେସନ କାଇଣ୍ଡ ଅଫ ଅପରେସନ ଥିଲା। ଆଉ ମଧ୍ୟ ଏଇଟା ସେମାନଙ୍କର ପାଇଁ କଣ, ଜଣେ ବ୍ୟକ୍ତିର ସ୍ୱାଧୀନତାକୁ ସେମାନେ ମାନେ ଇଟ୍ସ ଆବାଉଟ ଲୁଜିଂ ଦେୟାର ଫ୍ରିଡମ, ସେମାନଙ୍କର ଅଧିକାରକୁ କ୍ଷୁର୍ଣ୍ଣ ହଉଥିଲା, ସେମାନଙ୍କର ସ୍ୱାଧୀନତା କ୍ଷୁର୍ଣ୍ଣ ହଉଥିଲା। ଆଉ ସେମାନେ ମନା କରିପାରୁନଥିଲେ ଯେହେତୁ, ଆଉ ସେମାନଙ୍କୁ ବାଧ୍ୟ କରାଯାଉଥିଲା। ଆଉ ଏଇଟା ସେମାନଙ୍କର ସମୟକୁ ନଷ୍ଟ କରୁଥିଲା, ସେମାନଙ୍କର ଶକ୍ତିକୁ ନଷ୍ଟ କରୁଥିଲା, ସେମାନଙ୍କର ସମ୍ମାନ ହାନି ହଉଥିଲା। ଏଟା ଗୋଟେ ଲଜ୍ଜାର ବିଷୟ ଥିଲା, ମାନେ ସମସ୍ତେ ଦେଖିଲେ ଗୋଟେ ଅପମାନଜନକ କାମ ଥିଲା, ବାଧ୍ୟ କରିକି ତାକୁ ବୋହିକି ନଉଥିଲା, ସମସ୍ତେ ଦେଖୁଥିବେ। ସୋ ଏଇଟା ମଧ୍ୟ ତାଙ୍କର ମାନବିକ ଅଧିକାରକୁ କ୍ଷୁର୍ଣ୍ଣ କରୁଥିଲା, ଆଉ ଏଇଟା ଗୋଟେ କଷ୍ଟ କାମ ଥିଲା। ଆଉ ଏହା ସେମାନଙ୍କ ଉପରେ ସମ୍ପୂର୍ଣ୍ଣ ଭାବରେ ଲଦି ଦିଆଯାଉଥିଲା। ଏମିତି କି ଏଇଟା ଏମିତି ନୁହଁ କି ଜଣେ ଇଚ୍ଛା କରିକି ବୋହିକି ଯାଉଥିଲା, ସେମିତି ନୁହଁ, କିନ୍ତୁ ଦେयर ୱାଜ ନୋ ଚଏସ୍, ଆଉ କିଛି ଅଲଗା ବାଟ ନଥିଲା। ଜଣେ ପସନ୍ଦ କରିକି ଇଚ୍ଛା କରିକି ବୋହିକି ନଉନଥିଲା। ସୋ ଏଇଟା ଥିଲା ସେଇ ସମୟର। ଆଉ ଯେତେବେଳେ ସେ 1 ମାଇଲ ଯାଇକି ପହଞ୍ଚି ଯାଉଥିଲା ତାର କାମ ସେତିକିରେ ସରିଲା, ଆଉ ସେତିକିରେ ସେ ଛାଡିଦବ, କହିବ କି ଆଜ୍ଞା ମୋର କାମ ହେଲା, ଏତିକିରେ ମୋର ମାନେ କାମ ସରିଲା। ତାପରେ ଆଉ ତାକୁ କିଛି କୁହାଯାଉନଥିଲା, ଯେହେତୁ ସେ ତାର ନିୟମ ମାନିଛି, ଆଉ ନିୟମ ଅନୁସାରେ ଯେତିକି ବୋହିବା କଥା ସେ ବୋହିଛି। ଯେହେତୁ ଏମିତି ପରିସ୍ଥିତି ଥିଲା, ଆଉ ସେଇ ସମୟରେ ଯିହୁଦୀ ମାନଙ୍କର ମନ ମଧ୍ୟରେ ଏଇ ଯୋଉ ରୋମିଓ ସୈନ୍ୟ ମାନଙ୍କର ପ୍ରତି ଗୋଟେ ଘୃଣାର ମନୋଭାବ ଥିଲା, ଆଉ ସେମାନେ କ୍ରୋଧିତ ହେଇକି ଥିଲେ, ଆଉ ସେମାନେ ଗୋଟେ ପ୍ରତିଶୋଧ ପ୍ରାଣ ହେଇକି ଥିଲେ ଯେ ମାନେ ଆମକୁ ଏତେ ହଇରାଣ କରୁଛନ୍ତି, ଆମ ପ୍ରତି ଏ ପ୍ରକାର ଗୋଟେ ବ୍ୟବହାର କରୁଛନ୍ତି। ଆଉ ଏମିତିକା କଣ୍ଟେକ୍ସଟରେ ଯୀଶୁ ସେମାନଙ୍କୁ କହୁଛନ୍ତି ଏଇ ଯୋଉ ଆଜିର ପଦ, ଯେ କେହି ଯଦି ତୁମକୁ କୋଷେ ତମକୁ ଚାଲିବାକୁ କହେ ତାହେଲେ
ବାଧ୍ୟ କରେ ଲେଖା ହେଇଛି, ଚାଲିବାକୁ କୁହେ ବୋଲି କୁହାନି, ବାଧ୍ୟ କରେ, ତାହେଲେ ତା ସାଙ୍ଗରେ ତମେ 2 କୋଶ ଯାଅ। ମାନେ କି ପ୍ରକାର ଶିକ୍ଷା ଯୀଶୁଙ୍କର, ମାନେ ଆପଣ କଣ ଭାବୁଛନ୍ତି 2 କୋଶ ଯାଅ ଏମିତି କଣ୍ଟେକ୍ସଟ ରେ ଯେତେବେଳେ ସେ ଜିହୁଦୀ ମାନଙ୍କୁ ଶିକ୍ଷା ଦଉଛନ୍ତି ଯୀଶୁ, କି ଯଦି ଜଣେ କୋଷେ ଯିବାକୁ କହୁଛି ତା 2 କୋଷ ଯିବାଟା କେତେ କଷ୍ଟ ହଉଛି ଦେଖନ୍ତୁ। ଏତେ କଷ୍ଟରେ ସେମାନେ ମାନେ ଏଇ ପ୍ରକାର ପରିସ୍ଥିତି ଭିତରେ ଥିଲା ଭିତରେ ଯୀଶୁ କହୁଛନ୍ତି ତା ସହିତ ତୁମେ 2 କୋଶ ଯାଅ। ତାହେଲେ କଣ ପାଇଁ ଯୀଶୁ ସେମିତି କହୁଛନ୍ତି? କଣ ପାଇଁ କହିଥିବେ ଯୀଶୁ? ମାନେ ଜିହୁଦୀ ମାନଙ୍କର ଦୁଃଖକୁ କଷ୍ଟକୁ ଆଉ 2 ଗୁଣ କରିଦେବା ପାଇଁ କହୁଛନ୍ତି କି? ଯୀଶୁ ସେମାନଙ୍କର ଯାହା ତ କଷ୍ଟ ସେମାନେ 1 କୋଶରେ ପାଉଛନ୍ତି, ଯୀଶୁ ଫେର ସେମାନଙ୍କର କଷ୍ଟ ବଢେଇ ଦେବା ପାଇଁ କହୁଛନ୍ତି କି ମାନେ ଆଉ 2 କୋଶ ଚାଲନ୍ତୁ, ଆଉ ଟିକେ କଷ୍ଟ ହଉ, ଆଉ ଟିକେ ଯନ୍ତ୍ରଣା ହଉ। ଦେଖୁନ ସହଜ ଥିଲା କି ଜିହୁଦୀ ମାନଙ୍କର ପାଇଁ 1 କୋଶରେ ସେମାନେ ଅଲରେଡି ରାଗିକି ଅଛନ୍ତି, କ୍ରୋଧରେ ଅଛନ୍ତି, ସେମାନଙ୍କର ଭିତରେ ଗୋଟେ ପ୍ରତିଶୋଧର ମନୋଭାବ ଅଛି। ଆଉ ସେଇ ପରିପ୍ରେକ୍ଷୀରେ ଯୀଶୁଙ୍କର ଶିକ୍ଷା ଅତି ଆଶ୍ଚର୍ଯ୍ୟ ଶିକ୍ଷା, ଅତି ମହତ୍ ଶିକ୍ଷା ଯୀଶୁ ଦଉଛନ୍ତି କି ତୁମେ ତା ସହିତ 2 କୋଶ ଯାଅ, go another extra mile, second mile ତୁମେ ଯାଅ। ଯୀଶୁଙ୍କର ଉଦ୍ଦେଶ୍ୟ ନଥିଲା ଯେ ଜିହୁଦୀ ମାନଙ୍କୁ କଷ୍ଟ ଦେବା, ସେମାନଙ୍କର କଷ୍ଟକୁ 2 ଗୁଣ କରିଦେବା, କି ସେମାନଙ୍କର ଯନ୍ତ୍ରଣାକୁ ବଢେଇ ଦେବା, କିନ୍ତୁ ଯୀଶୁଙ୍କର ବାସ୍ତବ ଉଦ୍ଦେଶ୍ୟ ଥିଲା ସେମାନଙ୍କର କଷ୍ଟକୁ, ସେମାନଙ୍କର ଯନ୍ତ୍ରଣାକୁ ଆହୁରି କମେଇ ଦେବା। 2 କୋଶ ଯିବା ଦ୍ୱାରା ସେମାନଙ୍କର ଯନ୍ତ୍ରଣା, ସେମାନଙ୍କର କଷ୍ଟ, ଯୋଉ ଘୃଣାର ଭାବ ଆଉ ଯୋଉ ପ୍ରକାର ପ୍ରତିଶୋଧର ଭାବ, ସେ ସବୁକୁ ଲାଘବ କରିବା, କମେଇ ଦେବା। ତାହେଲେ ପ୍ରଶ୍ନ ଉଠୁଛି 2 କୋଶ ଗଲେ କେମିତି ତାଙ୍କର କଷ୍ଟ, ଦୁଃଖ, ଯନ୍ତ୍ରଣା କମିଯିବ? ତ ବଢିଯିବା କଥା। କିନ୍ତୁ ଯୀଶୁଙ୍କର ଶିକ୍ଷା ଭିତରେ ଅତି ସୁନ୍ଦର ଶିକ୍ଷା ଥିଲା। ହି ୱାଣ୍ଟେଡ ଦ ଜିଉସ୍, ସେଇ ସମୟରେ ଲୋକମାନଙ୍କୁ ସେ କହିବା ପାଇଁ ଚାହିଁଲେ ଯେ ଫାର୍ଷ୍ଟ ମାଇଲ ଇଜ ମାଇ ଲ। ପ୍ରଥମ ଯୋଉ ମାଇଲଟା ତମେ ଯଦି ଯାଉଛ, ତାହେଲେ ସେଇଟା ତ ଏକର୍ଡିଂ ଟୁ ଲ, ନିୟମ ଅନୁସାରେ ତମେ ଗଲ, ତମେ ତାହେଲେ କିଛି ଏକ୍ସଟ୍ରା କରିନ, ନିୟମକୁ ମାନିକି କଲ ତମେ। କିନ୍ତୁ ଯୀଶୁ କହୁଛନ୍ତି ଦ ସେକେଣ୍ଡ ମାଇଲ ଇଜ ବାଇ ଲଭ। କିନ୍ତୁ ତମେ 2ୟ ମାଇଲଟା ଯୋଉ ଯାଉଛ, ଯୀଶୁଙ୍କର କହିବା ଉଦ୍ଦେଶ୍ୟ ଥିଲା ଡୁ ଇଟ୍ ବାଇ ଲଭ, ପ୍ରେମରେ କର। ଗୋଟେ ଅବ୍ଲିଗେସନ ପାଇଁ ନୁହଁ, ଗୋଟେ ନିୟମକୁ ମାନିବା ପାଇଁ ନୁହଁ, ଡୁ ଇଟ୍ ଆଉଟ ଅଫ ଲଭ। ପ୍ରେମର ସହିତ ତୁମେ 2ୟ କୋଶ ତୁମେ ଯାତ୍ରା କର ତା ସହିତ। The first mile is by command. ସେ ପ୍ରଥମ ମାଇଲଟା ଥିଲା ସେମାନଙ୍କର ଆଦେଶ, but the second mile is by choice. କିନ୍ତୁ 2ୟ ମାଇଲ ଆମେ ବାଛିକି ଯାଉଛୁ। ସେ ଫାର୍ଷ୍ଟ ମାଇଲ ପରେ ମୁଁ ଛାଡ଼ିଦେଲେ ହବ, ଯୋଉଟା ସେ ରଖିଦେଲେ ମତେ ଆଉ ଦଣ୍ଡ ମିଳିବନି, ବିକଜ ଯେହେତୁ ମୁଁ ନିୟମଟା ପାଳନ କରିସାରିଛି। ବଟ୍ ବାଇ ଚଏସ୍, ପସନ୍ଦ କରିକି, ଇଚ୍ଛା କରିକି ମୁଁ ଆଉ ଗୋଟେ କୋଶ ଯିବା ପାଇଁ ମତେ ଯୀଶୁ ସେ ଜିହୁଦୀ ମାନଙ୍କୁ ଶିକ୍ଷା ଦିଅନ୍ତି, ଗୋ ଏକ୍ସଟ୍ରା ମାଇଲ, ଆଉ ଗୋଟେ କୋଶ ଯାଅ, କିନ୍ତୁ ବାଇ ଚଏସ୍, ଖୁସିରେ ଯାଅ, ଆନନ୍ଦରେ ଯାଅ, ତା ସହିତ ପ୍ରେମରେ ଯାଅ। ଯୀଶୁ ଶିକ୍ଷା ଦେବା ପାଇଁ ଚାହୁଁଥିଲେ କଣ? ଲଭ୍ ରେଦର ଦେନ୍ ହ୍ୟାଟ୍। ଘୃଣା ନ କରିକି ତମେ ପ୍ରେମ କର। ଏମାନଙ୍କ ଭିତରେ ଯେହେତୁ ଘୃଣା ଥିଲା, କ୍ରୋଧ ଥିଲା, ପ୍ରତିଶୋଧର ମନୋଭାବ ଥିଲା, ଯୀଶୁ କହୁଛନ୍ତି କି ତମେ ଘୃଣା ନ କରିକି ତମେ ପ୍ରେମ କରିବା ଶିଖ। ଆଉ ତମେ ପ୍ରତିଶୋଧ ନେବା ବିଷୟ ଛାଡ଼ିଦିଅ, ପ୍ରତିଶୋଧଟା ମୋ ହାତରେ ଛାଡ଼ିଦିଅ। ପ୍ରକାର କ୍ଷୁଣ୍ଣ ହଉଛି ଶିକ୍ଷା, to retaliate, to revenge, to reflect on
କଟି ଯାଉଛି ପୁରାଣ ହବ ନାହିଁ, ଶୁଭୁନି ନା, ଏଠି ନେଟୱାର୍କ ଇସ୍ୟୁ ଅଛି ବୋଧେ। ଏବେ ଠିକ ଅଛି କି ଭାଇ? ହଁ କୁହନ୍ତୁ କୁହନ୍ତୁ ସାର୍ ହବ ବୋଧେ। ଥ୍ୟାଙ୍କ ୟୁ। ତ ଏଇଠି ସେ କହୁଛନ୍ତି ତମେ ତମେ ରିଟାଲିଏଟ୍ କର ନାହିଁ, ତମେ ରିଭେଞ୍ଜ ନିଅ ନାହିଁ, ତମେ ପ୍ରତିଶୋଧ ନିଅ ନାହିଁ, ତମେ ହିଂସ୍ର ହୁଅ ନାହିଁ, କିନ୍ତୁ ତୁମେ ଈଶ୍ୱରଙ୍କର ଚରିତ୍ରକୁ ତୁମେ ପରିପ୍ରକାଶ କର, ଲିଭିଂ ବିୟଣ୍ଡ ଦ ମିନିମମ୍ ରିକ୍ୱାରମେଣ୍ଟ। ଯୀଶୁଙ୍କର ଶିକ୍ଷା ହଉଛି କି ଯାହା ଦରକାର ନିୟମ ଅନୁସାରେ ସେତିକି କର ନାହିଁ, ବଟ୍ ଗୋ ବିୟଣ୍ଡ ଦ୍ୟାଟ୍, ଗୋ ବିୟଣ୍ଡ ଦ୍ୟାଟ୍, ଗୋଇଂ ଏକ୍ସଟ୍ରା ମାଇଲ। ଅର୍ଥ ହଉଛି ଯେ ଡୋଣ୍ଟ ଲିମିଟ ୟୋରସେଲ୍ଫ। ଯୀଶୁ କହୁଛନ୍ତି କି ତମେ ସେତିକିରେ ସୀମିତ ରୁହ ନାହିଁ, ଡୁ ସମଥିଙ୍ଗ ଏକ୍ସଟ୍ରା, ଡୁ ସମଥିଙ୍ଗ, କିଛି ଆଉ ଟିକେ ଅଧିକା କର, ତମେ ଡୁ ସମଥିଙ୍ଗ ଏକ୍ସଟ୍ରା ଆଉଟ ଅଫ ଲଭ, go beyond your limit out of love and service. ସେବାର ଉଦ୍ଦେଶ୍ୟରେ ପ୍ରେମରେ ତୁମେ କର, ଡୁ ନଟ୍ ଷ୍ଟପ୍, go beyond। ଗୋଟେ ମାଇଣ୍ଡରେ ରହିଯାଅ ନାହିଁ, ଆଉ ଗୋଟେ ମାଇଣ୍ଡ ଯାଅ, ବାଇ ଯାଅ ଟୁ ଶୋ ୟୋର ଲଭ୍, ପ୍ରେମକୁ ଦେଖେଇବା ପାଇଁ ତୁମେ ଯାଅ, ଆଉଟ ଅଫ ଲଭ୍ ତୁମେ ଯାଅ, ଯାହା ଯୀଶୁଙ୍କର ଶିକ୍ଷା। ଡୁ ସମଥିଙ୍ଗ ଏକ୍ସଟ୍ରା, କିଛି ଅଧିକା କର, ପ୍ରେମରେ ଏବଂ ଆନନ୍ଦରେ ତୁମେ କର। ଏହା ଯୀଶୁଙ୍କର ଶିକ୍ଷା ଥିଲା। ଏହା ହେବା ଦ୍ୱାରା କଣ ହବ? ୟୁର ଆଟିଟ୍ୟୁଡ ୱିଲ୍ ଚେଞ୍ଜ, ତମର ମନୋଭାବ ବଦଳିଯିବ। ତମର ଯୋଉ ଘୃଣାର ମନୋଭାବ ଥିଲା, ପ୍ରେମର ମନୋଭାବ ଆସିବ, ଆଉ ଯୋଉ ପ୍ରତିଶୋଧର ମନୋଭାବ ଥିଲା, କ୍ଷମାର ମନୋଭାବ ଆସିବା ଦରକାର, ଆଉ ଯୋଉ ମୋର ଅଧିକାର, ଏଇଟା ମୋର ରାଇଟ, ସେଇ ମନୋଭାବ ଆସିବ। It become a servant, ଗୋଟେ servant leader, ଗୋଟେ ଦାସ ସ୍ୱରୂପ ତୁମେ ସେବା କରିବ, and you will just serve people unconditionally। ଲୋକମାନଙ୍କୁ ତୁମେ ଅନକଣ୍ଡିସନାଲି ପ୍ରେମ କରିପାରିବ, ଅନକଣ୍ଡିସନାଲି କ୍ଷମା ଦେଇପାରିବ, ଅନକଣ୍ଡିସନାଲି ସେମାନଙ୍କର ସେବା କରିପାରିବ। ଏଇଟା ଯୀଶୁଙ୍କର ଉଦ୍ଦେଶ୍ୟ ଥିଲା, ଗୋଇଂ ଏକ୍ସଟ୍ରା ମାଇଲ। ଯଦି ପ୍ରତ୍ୟେକ କହୁଛି କି ଯଦି ତୁମକୁ ବାଧ୍ୟ କରୁଛି, ତାହେଲେ ଆଉ ଟିକେ ସତା ସହିତ ଯାଅ, ଗୋ ଦ ଏକ୍ସଟ୍ରା ମାଇଲ। ପ୍ରିୟ ଭାଇ ଓ ଭଉଣୀ ମାନେ, ଆଜିର ଜଗତରେ ଆମେ ଦେଖୁ ଲୋକମାନେ ଆମର ଚାରିପଟେ, ମାନେ ପିପୁଲ ଆର ରିଏଲି, ୱାର୍ଲଡକୁ ଦେଖିବା ଯଦି ମୁଁ ଆଜିର କଣ୍ଟେକ୍ସଟକୁ ଆସିବା ପାଇଁ ଚାହେଁ, କି ପ୍ରତ୍ୟେକ ବ୍ୟକ୍ତି ଆଉ ଜଣେ ବ୍ୟକ୍ତିକୁ କେମିତି ଶୋଷଣ କରିବ ସେଇଟା ଚେଷ୍ଟା କରୁଛି, କେମିତି ଠକିଦବ, କେମିତି ହଇରାଣ କରିବ, କେମିତି କଷ୍ଟ ଦେବ, କେମିତି ସମସ୍ୟା ପକେଇଦବ, କେମିତି ତାର କାମ ଆଉ ଜଣଙ୍କ ଉପରେ ଲଦି ଦବ, ନ୍ୟସ୍ତ କରିଦବ, ଆଉ ସେ escape। ମାନେ ଇଫ ୟୁ ସି ଟୁଡେସ୍ ୱାର୍ଲଡ ନା, ଆଜିର ଜଗତରେ ଆପଣଙ୍କର ପରିବାରରେ କଥା ହଉ କି ଆପଣଙ୍କର କାର୍ଯ୍ୟକ୍ଷେତ୍ରର କଥା ହଉ, ଇନ୍ ଦ୍ୟାଟ୍ କଣ୍ଟେକ୍ସଟ ଆମେ ଅଲୱେଜ ଲୋକମାନେ ଖାଲି ଠକିଦବା, କେମିତି ଶୋଷଣ କରିବା, କେମିତି ହଇରାଣ କରିବା, କେମିତି କଷ୍ଟ ଦେବା, କେମିତି ସମସ୍ୟାରେ ପକେଇଦବା, ଏଇଟା ସବୁଆଡେ ଆମେ ଦେଖିପାରୁଛୁ। ତାରି କଣ୍ଟେକ୍ସଟ ଭିତରେ ଆମ ମନ ଭିତରେ ବି ବେଳେ ବେଳେ ଆମର କାର୍ଯ୍ୟକ୍ଷେତ୍ରରେ ହଉ କି ଆମର ପରିବାରରେ ହଉ କି କମ୍ୟୁନିଟିରେ ହଉ କି ସୋସାଇଟିରେ ହଉ କି ମଣ୍ଡଳୀରେ ହଉ, ଆମ ଭିତରେ ଗୋଟେ କ୍ରୋଧର ମନୋଭାବ ତାର ଆପେ ଆପେ ଡେଭଲପ ହେଇଯାଏ। ଆମକୁ ଗୋଟେ ପ୍ରତିଶୋଧର ମନୋଭାବ ଆସିଯାଏ। ଆମକୁ ଲାଗେ ଖାଲି ମୁଁ ଜଣେ କରିବି କି, ମୁଁ ହିଁ ଅଛି କି ଏଇଠି, ଏଇଟା ଖାଲି କଣ ମୋର କାମ କି, ମୁଁ କାହିଁକି ତାର କାମ କରିବି, ସିଏ ତାର କାମ କଲେ କଣ ହେଲା, ତାର କାମ ଫେର ମୁଁ କରିବାର ଅଛି କି, ସମସ୍ତଙ୍କର କାମ ଖାଲି ମୁଁ କରୁଥିବି କି, ମୁଁ ଜଣେ ଅଛି କି ଏଇଠି। ତ ଏଇଭଳିଆ ଗୋଟେ ରିସେଣ୍ଟମେଣ୍ଟ ଆମର ମନ ଭିତରେ ଗୋଟେ ଆସେ, ମାନେ ଗୋଟେ କ୍ରୋଧର ମନ ଆସେ, ଗୋଟେ ଈର୍ଷାର ମନ ଆସେ। ଆଉ ଆମେ ଏଇ କଣ୍ଟେକ୍ସଟରେ ଯଦି ଦେଖୁ, ଚିନ୍ତା କରୁ, ତାହେଲେ ଆମ ଭିତରେ ଗୋଟେ କୋଉଠି ନା କୋଉଠି ମନ ଭିତରେ ଗୋଟେ କ୍ରୋଧର ମନ ଆସିଯାଏ, ଈର୍ଷାର ମନ ଆସିଯାଏ, ପ୍ରତିଶୋଧ ପରାୟଣ ହେଇଯାଉ ଆମେ, and ultimately we struggle in our own life। ଆମେ କଷ୍ଟ ପାଉ ନିଜ ଜୀବନରେ। ସେଇ କଣ୍ଟେକ୍ସଟରେ ଯୀଶୁ ଆଜି ଆମମାନଙ୍କୁ ଏହା କହିବା ପାଇଁ ଚାହାନ୍ତି, ଆଉ ତମେ କ୍ରୋଧ ହୁଅ ନାହିଁ, ତମେ ମାନେ ପ୍ରତିଶୋଧ ପରାୟଣ ହୁଅ ନାହିଁ, ତମେ ବିରକ୍ତ ହୁଅ ନାହିଁ, କିନ୍ତୁ ତମେ always try to do something extra, କିଛି ଅଧିକା କରିବା। ଏହା ଯୀଶୁଙ୍କର ଇଚ୍ଛା। ଯୀଶୁ ଚାହାନ୍ତି କି ଠିକ ଅଛି, ମୁଁ ଜଣେ ଟିଚର, ରାଇଟ, ମୋର କାମ ହଉଛି ନିୟମ ଅନୁସାରେ 10ଟାରୁ 4ଟା,
4ଟା ପରେ ହେଇଗଲେ ଦେଖିବେ ସମସ୍ତଙ୍କର ମନୋଭାବ ଆଟିଟ୍ୟୁଡ ନା 4ଟା ହେଇଗଲା ପରେ ମୋର କାମ କରିବିନି, 4ଟା ଯାଏ ମୋର କାମ ସରିଲା। ଯଦି ମୋର ବସ୍ ମୋର ହେଡମାଷ୍ଟର ମତେ ଚାହୁଁଛନ୍ତି କିଛି କାମ ଅଛି ଅଧିକା କରିବା ପାଇଁ 5ଟା 6ଟା, ଆଇ ସୁଡ୍ ହ୍ୟାପିଲି ଆକ୍ସେପ୍ଟ ଇଟ୍। ମୁଁ ଖୁସିର ସହିତ ସେଟା ଗ୍ରହଣ କରିବା ଦରକାର। ଆଉ ଯୋଉ 4ଟା ପରେ ଯୋଉ କାମ କରିବା କଥା ସେଇଟା ଯୀଶୁ କହୁଛନ୍ତି ଦ୍ୟାଟ ଇଜ ଗୋଇଂ ଏକ୍ସଟ୍ରା ମାଇଲ। ହଁ ବେଳେ ବେଳେ ଲାଗେ ଏକ୍ସପ୍ଲୋଇଟେସନ ଭଳି, ବେଳେ ବେଳେ ଲାଗେ କି ଲଦି ଦିଆଯାଉଛି କାମ ବୋଲି, ବେଳେ ବେଳେ ଲାଗେ କି ଆମକୁ ବାଧ୍ୟ କରାଯାଉଛି, କିନ୍ତୁ ସେଇ କଣ୍ଟେକ୍ସଟରେ ଯୋଉ ଏକ୍ସଟ୍ରାଟା କରିବା, ଦ ଏକ୍ସଟ୍ରା ମାଇଲ ଇଜ ସ୍ମାଇଲ ମାଇଲ। ଆମେ ଯୋଉ ଆନନ୍ଦର ସହିତ ସେଇ କାମକୁ କରିବାର ଆବଶ୍ୟକତା ରହିଛି। ଆମର ଜବ କ୍ଷେତ୍ରରେ ଆମେ ଯଦି ଦେଖୁ ଦାନିଏଲଙ୍କର ଜୀବନରେ ଦେଖୁ, ଯୋସେଫଙ୍କର ଜୀବନରେ ଦେଖୁ, ରୁଥଙ୍କର ଜୀବନରେ ଦେଖୁ, ଆପଣମାନେ ଦେଖିବେ ଅତି ସୁନ୍ଦର ଭାବରେ ଦେ ହାଭ୍ ଗନ୍ ଏକ୍ସଟ୍ରା ମାଇଲ। ରୁଥକୁ ଯେତେବେଳେ କୁହାଗଲା କି ତାଙ୍କ ଶାଶୁ କହିଲେ କି ତମେ ଯାଅ ତମ ମା ସହିତ ବାପା ସହିତ ତମର ପରିବାର ସହିତ ରୁହ, ମୁଁ ଯାଉଛି ମୋ ଦେଶକୁ। ଯେତେବେଳେ ଶାଶୁ ପଠେଇ ଦଉଛନ୍ତି ଘରକୁ ଗୋଟେ ବୋହୂ ପାଇଁ ସେଟା ବହୁତ ବଡ ଖୁସିର ବିଷୟ। ବାପା ମା ଘରକୁ ତୁ ଚାଲି ଯା ବୋଲି କହିଲା ବେଳକୁ, କିନ୍ତୁ ସେ ଏକ୍ସଟ୍ରା ମାଇଲ ଯାଉଛନ୍ତି। ସେ କହୁଛନ୍ତି ନୋ ନୋ ନୋ, ମୁଁ ତମ ସହିତ ଆସିବି, ଆଉ ତମର ଈଶ୍ୱର ମୋର ଈଶ୍ୱର, ତମର ଲୋକ ମୋର ଲୋକ, ମୁଁ ତମ ଦେଶକୁ ଯିବି। and she wanted to suffer with her। ତାଙ୍କ ସହିତ ଯାଇ କଷ୍ଟ ପାଇବା ବାଛିଲେ। ଏଇ ସଫର୍ଡ ଏକ୍ସଟ୍ରା ମାଇଲ, ସେ ଏକ୍ସଟ୍ରା ମାଇଲ ସେଠି ଯାଉଛନ୍ତି। ଆଉ ତାଙ୍କର ଇଏରୁ ଯୀଶୁଙ୍କର ଜନ୍ମ ହଉଛି। ଆଉ କେତେ ବଡ ସୌଭାଗ୍ୟର ବିଷୟ, ଆଶୀର୍ବାଦ ପାଉଛନ୍ତି। ଯୋସେଫଙ୍କ ଜୀବନ ଯଦି ଦେଖୁ ତାହେଲେ ସିଏ ବି ଏକ୍ସଟ୍ରା ମାଇଲ ଯାଉଛନ୍ତି। ଦାନିଏଲଙ୍କର ଜୀବନ ଯଦି ଦେଖୁ ସିଏ ବି ଏକ୍ସଟ୍ରା ମାଇଲ ସେଠି ଯାଉଛନ୍ତି। ଅର୍ଥାତ୍ ଯୀଶୁ ଆମମାନଙ୍କୁ ଏହା ଶିକ୍ଷା ଦେବା ପାଇଁ ଚାହାନ୍ତି ଯେ ଆମର କାର୍ଯ୍ୟକ୍ଷେତ୍ରରେ ହଉ କି ଆମମାନଙ୍କର ମଣ୍ଡଳୀରେ ହଉ କି ଆମ ଘରେ ହଉ କି ଆମମାନଙ୍କର ସୋସାଇଟି କମ୍ୟୁନିଟିରେ ହଉ, ବେଳେ ବେଳେ ଆମେ ନିଜ ନିଜକୁ ସୀମିତ ରଖିଦଉ। ମୋର ଏତିକି କାମ, ମୁଁ ଏତିକି ହିଁ କରିବି, ମୁଁ ଅଧିକା କରିବି ନାହିଁ, ଏଇଟା ମୋର କାମ ନୁହଁ, ଏଇଟା ମୁଁ କରିବି ନାହିଁ, ଏଇଟା ତାର କାମ, ଏଇଟା ସେ କରିବ, ଆଉ ମୁଁ କାହିଁକି ଏଇଟା କରିବି, ମୋର କାମ ସରିଲା, ମୁଁ ଏତିକିରେ ରହିଗଲି, ଆଉ ମୋର ଅଧିକା କରିବାର ନାହିଁ। ସୋ we have developed, ଆମେ କହୁ କି ନାଇଁ ସେ ମତେ ଶୋଷଣ କରୁଛି, ସେ ମତେ ଏକ୍ସପ୍ଲଏଟ କରୁଛି, ସେ ମୋ ଉପରେ ଲଦି ଦଉଛି କାମ। ସୋ ବେଳେ ବେଳେ ଆମେ ସେଭଳିଆ ଚିନ୍ତାଧାରା ଭିତରେ ସ୍ଲୋଲି ଡେଭଲପ, ଆମେ ଆମର ମନ ଭିତରେ କ୍ରୋଧ ଆସେ, ହିଂସା ଆସେ, ରାଗ ଆସେ, ଆମର ମନ ଭିତରେ ବିରକ୍ତିକର ମନୋଭାବ ଆସେ। ଆଜିର ଯଦି କଣ୍ଟେକ୍ସଟକୁ ଯଦି ଦେଖୁ ତାହେଲେ ଯୀଶୁ କହୁଛନ୍ତି ଟ୍ରାଏ ଟୁ ଗୋ ଏକ୍ସଟ୍ରା ମାଇଲ। କିଛି ଅଧିକା କରିବା ପାଇଁ ଆମେ ଚେଷ୍ଟା କରିବା ଦରକାର। what can I do more? ମୋର କାମ ସରିଗଲା, ଏତିକି ମୋର କାମ ଥିଲା, ମୋର ଏତିକି ସରିଗଲା। ହାଉ କ୍ୟାନ୍ ଆଇ ହେଲ୍ପ ଅଦର୍ସ? ମୁଁ ଅନ୍ୟକୁ ଆଉ କଣ ସାହାଯ୍ୟ କରିପାରିବି କି? ମୋର ଏତିକି କାମ ତ ସରିଗଲା, ମୁଁ ଅଧିକା ଆଉ କଣ କରିପାରିବି? ମୁଁ ଆଉ ଟିକେ କଣ କରିପାରିବି? ମୋ ଘରେ ମୁଁ ମୋ ସ୍ତ୍ରୀକୁ କେମିତି ସାହାଯ୍ୟ କରିପାରିବି, ମୋ ସ୍ୱାମୀକୁ କେମିତି ସାହାଯ୍ୟ କରିବି, ମୋ ପୁଅ ଝିଅକୁ କେମିତି ସାହାଯ୍ୟ କରିପାରିବି? ହାଉ କ୍ୟାନ୍ ଆଇ ହେଲ୍ପ ଅଦର୍ସ? ମୋର କାମ ତ ସରିଲା, ମୋର ଏତିକି କାମ ଥିଲା, ହଁ ଠିକ ଅଛି। ହାଉ କ୍ୟାନ୍, ଛୋଟ ଛୋଟ କଥା ମୁଁ କହିବି, ୟୁ କ୍ୟାନ୍ ହେଲ୍ପ ୟୁର ୱାଇଫ ଇନ୍ କଟିଂ ଭେଜିଟେବଲ୍ସ। ପରିବା କାଟିକି ଆମେ ସାହାଯ୍ୟ କରିପାରିବା। ଗୋଟେ ସ୍ୱାମୀ ହିସାବରେ ମୋର ଦାୟିତ୍ୱ ନୁହଁ କିଚେନ ଭିତରେ ପଶିବା। ଆମର କଲଚରରେ ଆମେ ଭାବୁ କି ନାହିଁ ମୁଁ ସ୍ୱାମୀ, ମୋର କାମ ଏତିକି ପରିବା ପହଞ୍ଚାଇ ଦେଲେ ସରିଲା। ହାଉ କ୍ୟାନ୍ ଆଇ ଗୋ ଏକ୍ସଟ୍ରା ମାଇଲ ଆଉଟ୍ ଅଫ୍ ଲଭ୍? ମୁଁ କହୁଛି ଯେ ପ୍ରେମରେ, ଯୀଶୁଙ୍କର ଶିକ୍ଷା ହଉଛି ତମେ ପ୍ରେମରେ ତାହା କର, ବାଧ୍ୟତାରେ ନୁହଁ, ବଟ୍ ଆଉଟ୍ ଅଫ୍ ଲଭ୍ ୟୁ ଗୋ ଏକ୍ସଟ୍ରା ମାଇଲ। ହେଲ୍ପ ୟୁର ସ୍ପାଉସ, ଆପଣଙ୍କର ପତିକୁ ପତ୍ନୀକୁ ସାହାଯ୍ୟ କରନ୍ତୁ, ଆପଣଙ୍କର ପୁଅ ଝିଅକୁ, ଆପଣଙ୍କର ରିଲେଟିଭସ ମାନଙ୍କୁ ସାହାଯ୍ୟ କରନ୍ତୁ। ଠିକ ଅଛି, ସେମାନଙ୍କର ମନ ଭିତରେ ବିଭିନ୍ନ ପ୍ରକାର ଚିନ୍ତାଧାରା ଥାଇପାରେ, ଏକ୍ସପ୍ଲୋଟେସନର ବିଭିନ୍ନ ବିଷୟ ଗୁଡାକ ଥାଇପାରେ, ବଟ୍ ଗୋ ଏକ୍ସଟ୍ରା ମାଇଲ, ମିଟ୍ ୱିଥ ପିପଲ, ବି ୱିଥ ଦେମ୍। ଲୋକମାନଙ୍କ ସହିତ ସାକ୍ଷାତ କର, ଲୋକମାନଙ୍କ ଘରକୁ ଯାଅ, ଟେକ୍ ଏକ୍ସଟ୍ରା ପେନ୍ ଆଣ୍ଡ ଭିଜିଟ୍ ପିପଲ। ଲୋକମାନଙ୍କର ଘରକୁ ଯାଇକି ସେମାନଙ୍କ ସହିତ ସାକ୍ଷାତ କରିବା, ସେମାନଙ୍କ ସହିତ ଭେଟିବା, ସେମାନଙ୍କ ସହିତ ରହିବା, ସେମାନଙ୍କ ସହିତ ଦୁଃଖ ସୁଖ ହେବା। ଏଇ ସବୁ ଗୁଡାକର ଅଭାବ ଆଜିକାଲି ଆମେ ଦେଖିପାରୁଛୁ। ହଁ ମୁଁ ତା ଘରକୁ କାହିଁକି ଯିବି, ସେ ମୋ ଘରକୁ ଆସୁଛି କି? ହଁ ମୁଁ ତା ସହିତ କାହିଁକି କଥା ହେବି, ସେ ମତେ କଣ ଫୋନ କରୁଛି କି? ୟୁ ଟେକ୍ ଦ ଇନିସିଏଟିଭ। ଯୀଶୁଙ୍କର ଶିଷ୍ୟ ଭାବରେ, ଗୋଟେ ବାସ୍ତବ ଖ୍ରୀଷ୍ଟିଆନ ଭାବରେ, ଦିସ୍ ଇଜ ଦ ପ୍ରାକ୍ଟିକାଲ ଖ୍ରୀଷ୍ଟିଆନ ଲାଇଫ। ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, ଦିସ୍ ଇଜ ଦ ପ୍ରାକ୍ଟିକାଲ ଖ୍ରୀଷ୍ଟିଆନ ଲାଇଫ। କେହି ମୋ ଘରକୁ ଆସୁନାହାନ୍ତି, ଲେଟ୍ ମି ଗୋ ଆଣ୍ଡ ଭିଜିଟ୍ ଦେମ୍। ମୁଁ ଯାଇକି ତାଙ୍କ ଘରକୁ ଯିବି। ଦିସ୍ ଇଜ ଏକ୍ସଟ୍ରା ମାଇଲ। ଆମେ ଅଧିକ କୋଷ ଆମେ ଯିବା। ହଁ ସେ ମୋ ଘରକୁ ଆସିଲା, ମୁଁ ତା ଘରକୁ ଯିବି।
ସେ ମତେ ତାଙ୍କ ଘରୁ ତରକାରୀ ଆଣିଦେଲା, ମୁଁ ତାଙ୍କ ଘରେ ତରକାରୀ ଦେବି। What is ଏଠି ଏକ୍ସଟ୍ରା କିଛି ନାହିଁ। What was demanded you are doing that, what is commanded you are doing that। ଯୋଉଟା ନିୟମ ଅନୁସାରେ ଅଛି ସେଇଟା ଆମେ କରୁଛୁ। ଯିଏ ମତେ ପ୍ରେମ କରୁଛି ତାକୁ ମୁଁ ପ୍ରେମ କରିବି, ତାହେଲେ ସେ ମୁଁ କିଛି ଅଧିକା କରୁନାହିଁ। ଏଇ ତଳେ ବି ଶାସ୍ତ୍ରାଂଶରେ ଯୀଶୁ ସେଇଟା କନକ୍ଲୁଜନ ଆଣୁଛନ୍ତି, ଆପଣ ମାନେ ଦେଖିପାରିବେ ଯେ କଣ ବୋଲି ଲେଖା ହେଇଛି। ଯୋଉମାନେ ତୁମକୁ ପ୍ରେମ କରନ୍ତି, ତୁମେ ଯଦି ସେମାନଙ୍କୁ ପ୍ରେମ କରୁଛ ତାହେଲେ ତମକୁ କିଛି କରୁନ ନା। ଲେଖା ହେଇଛି ନା ସେଠି ବୋଧେ 46 ପଦରେ ଲେଖା ହେଇଛି ନା। ଆଉ ତୁମକୁ ପ୍ରେମ କରନ୍ତି ସେମାନଙ୍କୁ ପ୍ରେମ କଲେ ତୁମ ମାନଙ୍କର କି ପୁରସ୍କାର? କରଗ୍ରାହୀ ମାନେ ସୁଦ୍ଧା ତାହା କରନ୍ତି ନାହିଁ। ଆଉ ତା ତଳକୁ ଲେଖା ହେଇଛି, ଆଉ ତୁମେ ମାନେ ଯଦି ପଢିଦେବେ କି, ମୁଁ ଚଷମା ଆଣିନି ତ। ହଁ, ଯିଏ ତୁମକୁ ନମସ୍କାର କରେ ଆଉ ତାହେଲେ ତମେ ତାକୁ ନମସ୍କାର କରୁଛ, ତାହେଲେ ଆଉ ତମେ ପଦପର୍ବ କରୁଛ, କୁହନ୍ତୁ। ରାଇଟ୍। ଲୋକମାନେ ମତେ ଯେମିତି ବ୍ୟବହାର ହଁ ପଢନ୍ତୁ ସେ 46-47 ମାଥ୍ୟୁ 5 ପର୍ବ। ହଁ 5 ପର୍ବ। ପୁଣି ଯେ କେହି ତୁମକୁ କୋଷେ ଯିବା ପାଇଁ 46 ନା, ତୁମେମାନେ ଶୁଣିଅଛ। 46-47 ଆଉ ଯେଉଁମାନେ ତୁମମାନଙ୍କୁ ପ୍ରେମ କରନ୍ତି ସେମାନଙ୍କୁ ପ୍ରେମ କଲେ ତୁମମାନଙ୍କର କି ପୁରସ୍କାର? ପରଗ୍ରାହୀ ମାନେ ସୁଦ୍ଧା କଣ ତାହା କରନ୍ତି ନାହିଁ? କରନ୍ତି ନାହିଁ। 47 ପଢିଦେବି। ଆଉ ତୁମେମାନେ ଯଦି କେବଳ ନିଜ ନିଜ ଭାଇ ମାନଙ୍କୁ ନମସ୍କାର କର ତେବେ ଅଧିକ କଣ କର? ବିଜାତୀୟ ମାନେ ସୁଦ୍ଧା କଣ ତାହା କରନ୍ତି ନାହିଁ? ଅତଏବ ତୁମମାନଙ୍କର ସ୍ୱର୍ଗସ୍ଥ ପିତା ଯେପରି ସିଦ୍ଧ, ତୁମେମାନେ ମଧ୍ୟ ସେହିପରି ସିଦ୍ଧ ହୁଅ। ଯିଏ ମତେ ପ୍ରେମ କରୁଛି ମୁଁ ତାକୁ ପ୍ରେମ କଲି, ଯିଏ ମତେ ନମସ୍କାର କରୁଛି ମୁଁ ତାକୁ ନମସ୍କାର କଲି, ତାହେଲେ ମୁଁ ଅଧିକା କିଛି କରୁନାହିଁ। ଯୀଶୁଙ୍କର ଶିକ୍ଷା ହଉଛି ଗୋ ବିୟଣ୍ଡ ଦ୍ୟାଟ୍। ଯିଏ ତୁମକୁ ନମସ୍କାର କରୁନି ତୁମେ ତାକୁ ନମସ୍କାର କର, ଯିଏ ତୁମକୁ ପ୍ରେମ କରୁନି ତୁମେ ତାକୁ ପ୍ରେମ କର। ଏଇଟା ଯୀଶୁଙ୍କର ଶିକ୍ଷା। ଡୁ ଆଉଟ୍ ଅଫ୍ ଲଭ୍। ଜଣେ ଖ୍ରୀଷ୍ଟିଆନ ଭାବରେ, ଜଣେ ଯୀଶୁଙ୍କର ଶିଷ୍ୟ ଭାବରେ ଏଇଟା ହଉଛି ଗୋଇଂ ଏକ୍ସଟ୍ରା ମାଇଲ। ଗୋଟେ କୋଷ ଜଣେ ଯିବାଟା ତ ଯିବ, ସେଟା ତ ନିୟମ ଅଛି, ସେ ବାଧ୍ୟ ଯିବାକୁ। ଜଣେ ଯଦି ମତେ ପ୍ରେମ କରୁଛି ମୁଁ ତାକୁ ପ୍ରେମ କରିବାଟା ସେଇଟା ଗୋଟେ ସାଧାରଣ ନିୟମ ସେଇଟା। କିନ୍ତୁ ଯିଏ ମତେ ପ୍ରେମ କରୁନାହିଁ ମୁଁ ତାକୁ ପ୍ରେମ କରିବାର ଆବଶ୍ୟକତା ଅଛି। ଯିଏ ମତେ ଦେଖିବା ପାଇଁ ଆସୁନି ମୁଁ ତାକୁ ଦେଖିବାକୁ ଯିବି, ଯିଏ ମୋ ଘରକୁ ଆସୁନି ମୁଁ ତା ଘରକୁ ଯିବି, ଯିଏ ମତେ ସ୍ନେହ କରୁନି ମୁଁ ତାକୁ ସ୍ନେହ କରିବି, ଯିଏ ନମସ୍କାର ମତେ କରୁନି ମୁଁ ତାହାକୁ ନମସ୍କାର କରିବି, ଯିଏ ନମସ୍କାର ପାଇବାର ଯୋଗ୍ୟ ନାହିଁ ମୁଁ ତାହାକୁ ନମସ୍କାର କରିବି, ଯିଏ ସମ୍ମାନ ପାଇବାର ଯୋଗ୍ୟ ନାହିଁ ମୁଁ ତାହାକୁ ସମ୍ମାନ ଦେବି, ଯିଏ ମୋର ସ୍ନେହ ପାଇବାର ଯୋଗ୍ୟ ନାହିଁ ମୁଁ ତାହାକୁ ସ୍ନେହ। ଗୋଇଂ ଏକ୍ସଟ୍ରା ମାଇଲ ଅର୍ଥାତ ମୁଁ ପଦକ୍ଷେପ ନେବି ଏବଂ ପ୍ରେମର ସହିତ ସ୍ନେହର ସହିତ ଆଉ କିଛି ଅଧିକା କରିବି। ମାନେ ଏଇଟା ହଉଛି ଆମ ମାନଙ୍କର ପ୍ରାକ୍ଟିକାଲ ଖ୍ରୀଷ୍ଟିଆନ ଲିଭିଂ। ମୋ ଫ୍ୟାମିଲିରେ ଏଇଟା କହିଲି ପରିବାର କଥା, ମଣ୍ଡଳୀରେ ହାଉ କ୍ୟାନ୍ ଆଇ ହେଲ୍ପ ମାଇ ଚର୍ଚ୍ଚ, ମୁଁ ମୋ ମଣ୍ଡଳୀରେ ଅଧିକା କଣ କରିପାରିବି। ହଁ ମତେ ଏଇ ଦାୟିତ୍ୱ ଦିଆଯାଇଛି, ବାସ୍ ସେଇ ଦାୟିତ୍ୱରେ ମୁଁ ସୀମିତ ରହିବି ନା, ମୁଁ ଖୁସିରେ ଆନନ୍ଦରେ ଆଉ କଣ ଅଧିକା ମୋ ମଣ୍ଡଳୀ ପାଇଁ କରିପାରିବି, ଅଲଗା କାମ ଆଉ କଣ କରିପାରିବି କି, ଆଉ କେମିତି ମୁଁ ସାହାଯ୍ୟ କରିପାରିବି, ମୁଁ ପାଳକଙ୍କୁ କେମିତି ସାହାଯ୍ୟ କରିପାରିବି, କି ମୁଁ ଯଦି ପାଳକ ତାହେଲେ ମୁଁ କଂଗ୍ରିଗେସନକୁ ଆଉ ଅଧିକା କଣ କରିକି ସାହାଯ୍ୟ କରିପାରିବି, ମୁଁ ଆଉ କଣ କରିକି ସେ ଉତ୍ସାହିତ କରିପାରିବି। ମତେ ପ୍ରଭୁ ଯୋଉ ଗିଫ୍ଟ ଦେଇଛନ୍ତି, ଟ୍ୟାଲେଣ୍ଟ ଦେଇଛନ୍ତି, ଠିକ ଅଛି ସେଟା ତ ମୁଁ ବ୍ୟବହାର ନା, ମୋ କାମ ଖାଲି ବର୍ଷିପ କରିବା ନା, ମୁଁ ଆଉ କଣ ଅଧିକା ମୋ ମଣ୍ଡଳୀ ପାଇଁ କରିପାରିବି। ଆଉଟ ଅଫ ଲଭ୍ ହାଉ କ୍ୟାନ୍ ଆଇ ହେଲ୍ପ ମାଇ ଚର୍ଚ୍ଚ, ହାଉ କ୍ୟାନ୍ ଆଇ ହେଲ୍ପ ମାଇ ପିପୁଲ, ମୋର ମଣ୍ଡଳୀର ଲୋକମାନଙ୍କ ପାଇଁ ଅଧିକା ମୁଁ କଣ କରିପାରିବି। I need to search the opportunities. ମୁଁ ସୁଯୋଗ ଖୋଜୁଥିବା ଦରକାର ଯେ ମୁଁ ଅଧିକା କଣ କରିପାରିବି ମୋ ମଣ୍ଡଳୀ ପାଇଁ। ଠିକ ଅଛି, ମତେ ଯେତିକି ଦାୟିତ୍ୱ ଦିଆହେଇଛି ପ୍ରେସିଡେଣ୍ଟ ଭାବରେ, ସେକ୍ରେଟାରୀ ଭାବରେ କି ଟ୍ରେଜରର ଭାବରେ କି ଗୋଟେ ଡିକନ ଭାବରେ କି ପାଷ୍ଟର ଭାବରେ କି ଯାହା ବି ଗୋଟେ କଂଗ୍ରିଗେସନର ମେମ୍ବର ଭାବରେ, I have been doing that and I should not be satisfied with that। ଆଉ ମୁଁ ସେତିକିରେ ଖୁସି ହେବା ଉଚିତ ନୁହଁ, ମୁଁ ଆଉ ଅଧିକା କଣ କରିପାରିବି,
ହଁ ଗୋଟେ ଭାଇ କରିପାରୁନାହାନ୍ତି, କୌଣସି ଅସୁବିଧା ହଉଛି, ତାଙ୍କର କାମକୁ ମୁଁ କେମିତି ସାହାଯ୍ୟ କରିପାରିବି, ତାଙ୍କ କାମକୁ ମୁଁ ଏମିତି ହବା ଦରକାର ନାହିଁ ଯେ ହଁ ମୁଁ କାହିଁକି ତାଙ୍କ କାମ କରିବି, ମୁଁ ଖାଲି କରୁଥିବି। ଡୁ ଇଟ୍ ଆଉଟ୍ ଅଫ୍ ଲଭ୍। ଆମେ ପ୍ରେମରେ ଅଧିକ କଣ କରିପାରିବା ମୋ ମଣ୍ଡଳୀ ପାଇଁ, ଏକ୍ସାକ୍ଟଲି ଦ ସେମ୍ ୱେ ମୁଁ ମୋ ସୋସାଇଟି ପାଇଁ, ମୋର କମ୍ୟୁନିଟି ପାଇଁ, ମୋ ପଡୋଶୀ ମାନଙ୍କ ପାଇଁ, ଯୋଉମାନେ ମୋ ସହିତ ରୁହନ୍ତି, ମୋର ଚାରିପଟେ ରହୁଛନ୍ତି ମୋର ପଡୋଶୀ ମାନେ, ସେମାନେ ହୁଏତ ପ୍ରଭୁଙ୍କୁ ଜାଣି ନାହାନ୍ତି ବି, କିନ୍ତୁ ମୁଁ ସେମାନଙ୍କ ପାଇଁ କଣ କରିପାରିବି, what can I do for my community, my society, ମୋର କମ୍ୟୁନିଟି ପାଇଁ ମୁଁ କଣ କରିପାରିବି। I need to search something, I should go extra mile। ଏଇଟା ହିଁ ଯୀଶୁଙ୍କର ଶିକ୍ଷା। ସେମାନେ ହୁଏତ ମତେ ଘୃଣା କରୁଛନ୍ତି, ସେମାନେ ହୁଏତ ମତେ ପ୍ରେମ କରୁନାହାନ୍ତି, ସେମାନେ ହୁଏତ ଈର୍ଷା କରୁଛନ୍ତି, ଇନସ୍ପାଇଟ୍ ଅଫ୍ ଦ୍ୟାଟ୍, ତାହାର ସତ୍ତ୍ୱେ ମୁଁ ସେମାନଙ୍କର ପାଇଁ କଣ ଉତ୍ତମ ବିଷୟ କରିପାରିବି, ହାଉ କ୍ୟାନ୍ ଆଇ ସର୍ଭ ଦେମ୍, ମୁଁ ସେମାନଙ୍କୁ କେମିତି ସେବା କରିପାରିବି। I should have that kind of attitudes। ଆମମାନଙ୍କର attitude କୁ ବି attitude ବୋଲି କୁହନ୍ତି ସେଥିପାଇଁ ପାଞ୍ଚ ପର୍ବ। ତ ଆମମାନଙ୍କର attitude କୁ ବଦଳେଇବା ଦରକାର, ଆମମାନଙ୍କର ମନୋଭାବକୁ ବଦଳେଇବା ଦରକାର। ମୋର ୱାର୍କ ପ୍ଲେସରେ ମୋର ଯିଏ ବସ୍ ଅଛନ୍ତି, ମୁଁ ତାଙ୍କର କେମିତି କଥା ସବୁ ମାନିକି ତାଙ୍କର ଅନୁସାରେ ମୁଁ କେମିତି କାମ କରିପାରିବି। I must obey my authority। ମୋର ଅଧିକାରୀଙ୍କର କଥା ମୁଁ ମାନିବା ଦରକାର। ମୁଁ ନିଜକୁ ନମ୍ର କରିବା ଦରକାର, ଆଉ ମୁଁ ତାଙ୍କୁ କେମିତି ସେ ଯାହା ଚାହୁଁଛନ୍ତି ଏତିକି କର, ମୁଁ ତାଠୁ ଅଧିକା କଣ କରିପାରିବି କି, ମୋର କାମ ସରିଲା, ବାସ୍ ମୋର କାମ ଏତିକି ଥିଲା, ମୋର ସରିଲା। ଯଦିଓ ମୁଁ ଆଉ ଟିକେ ଅଧିକା କରିପାରିଥାନ୍ତି, କିନ୍ତୁ ମୁଁ କରିବିନି, ଯେହେତୁ ମୋର ବସ୍ ମତେ ଏତିକି ହିଁ କହିଛନ୍ତି, ବା ମୋର କାମ ଏତିକି, ବାସ୍ ମୁଁ ସରିଲା, ମୁଁ ତା କାମ କାହିଁ କରିବି। ଦିସ୍ ଇଜ ନଟ୍ ଦ ରାଇଟ୍ ଆଟିଟ୍ୟୁଡ। ଯୀଶୁ କହୁଛନ୍ତି ଗୋ ଏକ୍ସଟ୍ରା ମାଇଲ, ଆମେ କିଛି ଅଧିକା କରିବା, ଆମେ କିଛି ଅଧିକା କରିବା। ଆପଣ ଯଦି ନେହେମିୟାକୁ ଦେଖିବେ, ନେହେମିୟା ଆଉ ସେ ରାଜାଙ୍କର ଭିତରେ ଡିପର ରିଲେସନସିପ। ରାଜା ତାଙ୍କ ମୁହଁ ଦେଖିକି କହୁଛନ୍ତି କି ତମେ ଉଦାସ ଅଛ, ଆରେ ତମେ ଆଜି ନିରାଶ ଅଛ, କଣ ଅସୁବିଧା କଣ ହେଇଛି ତମର। ମାନେ ସେ କୋଉ ପ୍ରକାର ସେବା ସେ ଦଉଥିଲେ ରାଜାଙ୍କୁ ନା, ରାଜା ତାଙ୍କୁ ଦେଖୁ ଦେଖୁ ଜାଣୁଛନ୍ତି ଯେ ତାଙ୍କର ଚେହେରା ଡାଉନ, ମାନେ ତାଙ୍କର ଚେହେରାରୁ ଜାଣୁଛନ୍ତି ତାଙ୍କ ହୃଦୟର କଥା। ଆଜି ହାଉ ଇଜ ମାଇ ରିଲେସନସିପ ୱିଥ ମାଇ କଲିଗ୍ସ, ମୋର ୱାର୍କ ପ୍ଲେସରେ ମୋର ସହକର୍ମୀ ମାନଙ୍କ ସହିତ ମୋର ସମ୍ପର୍କ କି ପ୍ରକାର ଅଛି, ମୋର ବସ୍ ସହିତ ମୋର ସମ୍ପର୍କ କି ପ୍ରକାର ଅଛି, ନା ମୋର ୱାର୍କ ପ୍ଲେସ ଗୋଟେ ଗଣ୍ଡଗୋଳର ଜାଗା ହେଇଛି ଯୋଉଠି କି ଆଇ ଏମ୍ ଅଲସୋ ପାର୍ଟ ଅଫ ଦ୍ୟାଟ୍, ଗୋଟେ ଗସିପିଙ୍ଗର ଜାଗା ହେଇଛି ଯୋଉଠି କି ମୁଁ ବି ସେଠୁ ଅଂଶ ହେଇଛି। How can I say that I am a Christian? ମୁଁ ଯୀଶୁଙ୍କ ଶିଷ୍ୟ ବୋଲି କେମିତି କହିପାରିବି? I need to be Christian in my workplace. I need to be Christian in my family. I need to be Christian in my community। ମୋ ପଡୋଶୀ ମତେ କହିବା ଦରକାର କି ହଁ ଭାଇ ଜଣେ ଖ୍ରୀଷ୍ଟିଆନ, ନା ମୋ ପଡୋଶୀ ସହିତ ମୁଁ ଚାଲିଛି ମୋର ଟେକା ପାଏ ସବୁଦିନ, ତାହେଲେ ମୁଁ ଖ୍ରୀଷ୍ଟିଆନ ବୋଲି କହିବାର ଆଉ ଲାଭ କଣ? How can I say that I am different? I am reflecting God's character। ଆମେ କେମିତି କହିବା ଆମେ ଈଶ୍ୱରଙ୍କର ଲୋକ ବୋଲି? ଆମର ଚରିତ୍ର ହିଁ କହିବ, ଆମମାନଙ୍କର କାର୍ଯ୍ୟକଳାପ କହିବ, ଆମର ପ୍ରେମର ଯୋଉ ଏକ୍ସଟ୍ରା ମାଇଲ ଯୋଉ କରିବା କାମ, that will show God's love। ସମସ୍ତେ ଯାହା କରୁଛନ୍ତି ସେଇଟା ଯଦି ଏ ଜଗତରେ ଆମେ କରିବା, ତାହେଲେ କିଛି ଅଧିକା ଆମେ କରୁନାହୁଁ, କିଛି ଆମେ ଅଲଗା କିଛି କରୁନାହୁଁ। ଈଶ୍ୱର ଆମକୁ ଚାହାନ୍ତି ଯେ ଆମେ କିଛି ଅଲଗା କରିବା। ଏଇ ଦୁନିଆର ଏଇ ଯୋଉ ଚାଲିଚଳନରୁ, ଏଇ ଯୋଉ ପ୍ରକାର ପରିସ୍ଥିତି ଭିତରେ ମୁଁ ପ୍ରଥମରୁ କହିଲି, ଅଲ୍ ଆର୍ ବିଜିନି, ସମସ୍ତେ ଖାଲି କେମିତି ଶୋଷଣ କରିଦବା, କେମିତି ଲୋକଙ୍କୁ ଠକିଦବା, ଲୋକଙ୍କୁ ଆମେ ଆଣିକି ଖାଇଦବା, ତାଙ୍କର ମାନେ ନଷ୍ଟ କରିଦବା। ବଟ୍ ଆଜ୍ ଏ ଖ୍ରୀଷ୍ଟିଆନ ଆମେ ଗୋଟେ ଅଲଗା ଜୀବନ ଯୀଶୁ ଆମମାନଙ୍କୁ ବଞ୍ଚିବା ପାଇଁ ଚାହାନ୍ତି। ଏଇ ପ୍ରକାର ପରିପ୍ରେକ୍ଷୀରେ ବି ତମେ ଏକ ଖ୍ରୀଷ୍ଟୀୟ ଜୀବନର ଚରିତ୍ର ବା ଖ୍ରୀଷ୍ଟୀୟ ଚରିତ୍ରର ଜୀବନ ଆମକୁ ବଞ୍ଚିବା ପାଇଁ ସେ ଆହ୍ୱାନ କରନ୍ତି। ଆର୍ ୟୁ ରେଡି ଟୁ ଗୋ ଏକ୍ସଟ୍ରା ମାଇଲ ଟୁଡେ? ଆପଣ ଆଜି ଏକ୍ସଟ୍ରା ମାଇଲ ଯିବାକୁ ନିଜକୁ ପ୍ରସ୍ତୁତ କରିବେ କି? ହଁ, ଏହା କଷ୍ଟ ହେଇପାରେ, କିନ୍ତୁ ଇଫ ୟୁ ଡୁ ଇଟ୍ ଆଉଟ୍ ଅଫ ଲଭ, ତାହେଲେ ଏହା କୌଣସି ପ୍ରକାରରେ କଷ୍ଟ ଦବ ନାହିଁ, କିନ୍ତୁ ଆମମାନଙ୍କର ଆନନ୍ଦକୁ ପରିପୂର୍ଣ୍ଣ କରିବ, ଆଉ ଆମମାନଙ୍କର ହୃଦୟକୁ ଆନନ୍ଦିତ ରଖିବ, ପ୍ରଫୁଲ୍ଲିତ ରଖିବ। ୱିଲ୍ ନଟ୍ ଡୁ, ମାନେ ଆମେ ପୁରା ବାଧ୍ୟ ହେଇକି ମାନେ ରିଗ୍ରେଟରେ, ମାନେ ଘୃଣାରେ ଏସବୁରେ କରିବା ନାହିଁ, ବଟ୍ ଆନନ୍ଦରେ ଯେତେବେଳେ କରିବା, that will bring joy into our heart। ଆଉ ସେଇଟା ଆମମାନଙ୍କର ଉତ୍ତମ ମାନସିକତା, ଉତ୍ତମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଆମମାନଙ୍କୁ ସାହାଯ୍ୟ କରିବ। We all are suffering, ଆମେ ସମସ୍ତେ କଷ୍ଟ ପାଉଛୁ ଏଇ ସବୁ କ୍ଷେତ୍ରରେ, କିନ୍ତୁ ଆମେ ଯଦି ଏକ୍ସଟ୍ରା ମାଇଲର କଥା ଚିନ୍ତା କରୁ, ଆମମାନଙ୍କର ଆଟିଟ୍ୟୁଡକୁ ଯଦି ବଦଳା, ଏଇ ସବୁ ବିଷୟ ଯଦି କହିବା, ଆମମାନଙ୍କର ମନୋଭାବ ବଦଳିଯିବ, ଆମମାନଙ୍କର ଚିନ୍ତାଧାରା ବଦଳିବ,
ଆମେ ଯୀଶୁଙ୍କ ପରି ଏକ ଜୀବନ ଏଇ ଜଗତରେ ବଞ୍ଚିବା। ପ୍ରିୟମାନେ, ଆଜିର ଯୋଉ ପ୍ରସଙ୍ଗ ଥିଲା କି ଗୋଇଂ ଏକ୍ସଟ୍ରା ମାଇଲ, ଆମେ କୋଉ କୋଉ କ୍ଷେତ୍ରରେ ନିଜ ନିଜକୁ ପ୍ରଶ୍ନ ପଚାରିବା, ଆମେ ଝୁଣ୍ଟି ପଡିଛୁ କି ଏକ୍ସଟ୍ରା ମାଇଲ ଯାଇପାରି ନାହୁଁ। ଯୀଶୁ କହନ୍ତି ଗୋଟିଏ କୋଷ ଯଦି ଯିବା ପାଇଁ ବାଧ୍ୟ କରାଯାଉଛି, ସେ କହୁଛନ୍ତି ଆଉ ଗୋଟିଏ କୋଷ ତୁମେ ଯାଅ, 2 କୋଷ ତା ସହିତ ଯାଅ। କୋଉ କୋଉ କ୍ଷେତ୍ରରେ ମୁଁ ଆଜି ଗୋଟିଏ କୋଷରେ ଝୁଣ୍ଟି ପଡିଛି କି? ମୋ ପରିବାରର ଦାୟିତ୍ୱରେ ହଉ, ମୋ ମଣ୍ଡଳୀର କାମରେ ହଉ, କି ମୋ ସମାଜରେ ହଉ, କି ମୋର କାର୍ଯ୍ୟ କ୍ଷେତ୍ରରେ ହଉ, କୋଉଠି ମୁଁ ଅଧିକ କୋଷ ଯିବା ପାଇଁ ଆନନ୍ଦର ସହିତ, ପ୍ରେମର ସହିତ, କ୍ଷମାର ହୃଦୟର ସହିତ, ଗୋଟେ ସେବାର ମନୋଭାବ ସହିତ ମୁଁ ପ୍ରସ୍ତୁତ ଅଛି କି ଟୁ ଗୋ ଏକ୍ସଟ୍ରା ମାଇଲ। ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ, ଆମେ ଗୋଟେ ଏକ୍ସଟ୍ରା ମାଇଲ ଯିବା, ଖ୍ରୀଷ୍ଟିଆନ ହବା, ଆଉ ଈଶ୍ୱରଙ୍କର ସାକ୍ଷୀ ହବା। ଆମେନ୍। ଥ୍ୟାଙ୍କ ୟୁ ସାମନ୍ତ ଭାଇ। ମୁଁ ତ ସ୍ପେଶାଲି କହିବି